ମୁଁ ଆଜି ଆପଣମାନଙ୍କ ପାଖକୁ ନେଇ ଆସିଛି ଚାଉଳ ଆଳୁ ବରାର ରେସିପି, ଯେଉଁଟାକି ବହୁତ କମ୍ ସମୟରେ କମ୍ ଜିନିଷରେ ଆପଣମାନେ ଚାଉଳ ଆଳୁ ବରା ବନେଇ ପାରିବେ ଘରେ। ତ ଏଠି ଚାଲନ୍ତୁ ଦେଖିବା କେମିତି ବନାହେବ। ଫାର୍ଷ୍ଟ ଆପଣ ଚାଉଳକୁ 1 ଘଣ୍ଟା ଆଗରୁ ପାଣିରେ ବତୁରେଇ ଦେବେ। ମୁଁ ଏଠି ଚାଉଳକୁ 1 ଘଣ୍ଟା ଆଗରୁ ପାଣିରେ ବତୁରେଇ ଦେଇଛି। ଆଉ ଯେତିକି ପରିମାଣରେ ମୁଁ ଏଠି ଚାଉଳ ନେଇଛି ସେତିକି ପରିମାଣରେ ମୁଁ ଏଠି ଆଳୁ ନେଇଛି। ମୁଁ ଏଠି ଛୋଟ ସାଇଜ୍ର ଆଳୁ 5ଟା ଆଳୁକୁ ପ୍ରଥମେ ପ୍ରେସର କୁକରରେ ସିଝେଇ ଦେଇଥିଲି। ଆଉ ପ୍ରଥମେ ଆମେ ଏଠି କ'ଣ କରିବା ନା ଚାଉଳକୁ ଯେଉଁ ପାଣିରେ ବତୁରେଇ ଥିବା ତାକୁ ପାଣି ଆମେ ନିଗାଡ଼ି ଦେବା, ଯେମିତିକି ଟୋଟାଲ ପାଣି ରହିବନି ଚାଉଳରେ। କାହିଁକି ନା ପାଣି ରହିଲେ ବଟରଟା ପୁରା ପାଣି ଟାଇପ୍ର ହେଇଯିବ। ତ ସେଥିଲାଗି ଆମେ ତାକୁ ବିନା ପାଣିରେ ବଟରଟାକୁ ଆମେ ଗ୍ରାଇଣ୍ଡ କରିଦେଇକି, ଦେଖନ୍ତୁ ଏଠି ପୁରା ସ୍ମୁଥ୍ ଟାଇପ୍ର ମୁଁ ଏଠି ବଟରଟା ବନେଇ ଦେଇଛି। ତାକୁ ଆମେ ଏଠି ଫାର୍ଷ୍ଟ ଗୋଟେ ଜାଗାକୁ ପାତ୍ରକୁ ଆମେ ବଟରଟାକୁ କାଢ଼ିଦେବା। ତାପରେ ଆମେ କ'ଣ କରିବା ନା ଏଥିରେ ଆମେ ଯେଉଁ ଆଳୁଟାକୁ ସିଝେଇଥିବା ତାକୁ ଆମେ ଏଥିରେ ମିକ୍ସ କରିବା। ତ ଆଳୁକୁ ଏଠି ମୁଁ ଯେଉଁ 5ଟା ଆଳୁ ନେଇଥିଲି ତାକୁ ଆମେ ସେଇ ଗ୍ରାଇଣ୍ଡ ମିକ୍ସଚରରେ ଆମେ ତାକୁ ବଟରଟାକୁ ବନେଇଦେବେ। ଟୋଟାଲି ପାଣି ଆଡ଼୍ କରିବେନି, ବିନା ପାଣିରେ ଆକୁ ବଟର ବନେଇବେ। ଦେଖନ୍ତୁ ଏଠି କେତେ ସ୍ମୁଥ୍ ଟାଇପ୍ର ବଟରଟା ବନେଇଛି। ତ ଆମେ କ'ଣ କରିବା ନା ଯେଉଁ ଚାଉଳର ବଟରଟା ଆଉ ଆଳୁ ବଟରଟାକୁ ଗୋଟେ ଜାଗାରେ ମିଶାଇ ଦେବା। ତା ସହିତ ଆମେ ଏଥିରେ ସୋଢ଼ାର ଆଡ଼୍ କରିବା, କାରଣ ସୋଢ଼ା ପକାଇଲେ ଆମେ ଏଥିରେ ଟିକେ ଯେଉଁ ବରାଟା ଆମର ଯେଉଁ ହେଇଥିବ ଟିକେ ଭିତରୁ ଫୁଲିବ। ତ ତାକୁ ଆମେ ଦୁଇଟାକୁ ଭଲସେ ମିଶାଇ ଦେବା। ମିଶାଇ ଦେଇକି ତାକୁ ଆମେ 10 ମିନିଟ୍ ପାଇଁକି ସେଟ୍ ହେବା ପାଇଁକି ଛାଡ଼ିଦେବା। ତ ସେଟ୍ ହେଇଗଲେ ବରାଟା ଆମର ଭଲସେ ଫୁଲିବ ଆଉ ବହୁତ କ୍ରଞ୍ଚି ବି ହେବ। ତ ଆମେ ଏଠି ସେଟ୍ ହେବା ପାଇଁ ୟାକୁ ଛାଡ଼ି ଦେଇଛୁ। ତାପରେ ଆମେ ଏଠି ତା ଦେହରେ ଯେଉଁ ପିଆଜ ମୁଁ ଏଠି 2ଟା ପିଆଜ ଆଉ 2ଟା ଲଙ୍କା, ତା ସହିତ ରସୁଣ ଆଉ ଅଦା, ଭେସୁଙ୍ଗ ପତ୍ର, ଧନିଆ ପତ୍ର ନେଇଛି। ତ ଏଗୁଡ଼ା ସବୁ ମୁଁ ପୁରା ଛୋଟ ଛୋଟ ସାଇଜ୍ର କରିକି କାଟି ଦେଇଛି। ବଡ଼ ସାଇଜ୍ର ପିଆଜ କରିବେନି, ପୁରା ଛୋଟ ସାଇଜ୍ର ପିଆଜ କରିବେ। ଆଉ ଅଦା ଆଉ ରସୁଣକୁ ମୁଁ ଏଠି ଚପ୍ କରିଦେଇଛି। ତ ଏଠି ଆମର ବଟର 10 ମିନିଟ୍ ହେଇଗଲାଣି। ତ ଏଥିରେ ଆମେ ଏଗୁଡ଼ା ସବୁ ଆଡ଼୍ କରିବା। ତ ଏଠି ପିଆଜ, ରସୁଣ, ଅଦା, ଧନିଆ ପତ୍ର ଆଉ ଭେସୁଙ୍ଗ ପତ୍ର, କଞ୍ଚା ଲଙ୍କା ଏଗୁଡ଼ା ସବୁ ମୁଁ ଏଥିରେ ଆଡ଼୍ କରିଦେଇଛି। ତା ସହିତ ମୁଁ ଏଠି ଲୁଣ, ସ୍ୱାଦ ଅନୁସାରେ ଲୁଣ ନେଇଛି। ଆଉ ତାପରେ ଟିକେ ଆମର ଯେଉଁ କାଶ୍ମୀରୀ ଲାଲ ପାଉଡ଼ର ରହୁଛି ଏଥିରେ ମୁଁ ଟିକେ ଆଡ଼୍ କରିଛି କଲରିଂ ପାଇଁ। ତ ଏଗୁଡ଼ାକୁ ଭଲସେ ମିଶାଇ ଦେବା। ହାତରେ ହିଁ ଆପଣ ମିକ୍ସ କରିବେ, କାରଣ ହାତରେ ମିଶାଇଲେ ବଟରଟା ଭଲସେ ମିକ୍ସ ହେବ ଆଉ ସ୍ମୁଥ୍ ବି ରହିବ। ତାକୁ ଭଲସେ ମିଶାଇ ଦେଲା ପରେ ଆମେ ଫାର୍ଷ୍ଟ ଗୋଟେ କଢ଼େଇରେ ଆମେ ତେଲ ଗରମ କରିବା। ମୁଁ ଏଠି ତେଲ ଦେଖନ୍ତୁ ଆମର ଗରମ ହେଇସାରିଲାଣି। ତ ଆମେ ଏଗୁଡ଼ା ବଟରଟାକୁ ଏଥିରେ ପକାଇବା। ତ ଆପଣ ଚାହିଁଲେ ଆପଣ ହାତରେ ପାଣି ଲଗେଇକି ଆକୁ ବଟରଟାକୁ ପକାଇ ପାରିବେ, ଯେଉଁଟାକି ଗୋଲ ସାଇଜ୍ର ହେବ। ବଟ୍ ମୁଁ ଏଠି ଗୋଟେ ହାତରେ ଆକୁ ଯେମିତି ନର୍ମାଲି ପକୁଡ଼ି ପକାନ୍ତି ସେଇ ଟାଇପ୍ର ମୁଁ ବରାଟା ପକାଉଛି, ଛୋଟ ଛୋଟ ସାଇଜ୍ର କରିକି। ଏପଟେ ଦେଖନ୍ତୁ ଆମର ବରାଟା ଭଲସେ ପଡ଼ିସାରିଛି ଆଉ ଫୁଲି ବି ଗଲାଣି, ବରା ଗୁଡ଼ା ଫୁଲି ଗଲାଣି। ତ ଆମେ ଆକୁ ଭଲସେ ନଉଟେଇ ଦେବା, ଯେଉଁଟା ତଳ ସାଇଜ୍କୁ ଉପରକୁ ନଟେଇ ଦେବା। ତାପରେ ଏଗୁଡ଼ା ଦେଖନ୍ତୁ ପୁରା ରେଡ଼୍ ଟାଇପ୍ର ଆକୁ ଛାଣିଦେବା। ଏପଟେ ଆମର ବରା ପ୍ରସ୍ତୁତ ହେଇଗଲାଣି। ତାପରେ ଆମେ ଆ ପାଇଁକି ଚଟଣି ବ୍ୟବସ୍ଥା କରିବା। ତ ଚଟଣି କରିବା ପାଇଁ ଆମେ ଏଠି କ'ଣ ନେବା ନା ଆପଣ ତେନ୍ତୁଲିକି ଅଧଘଣ୍ଟା ପୂର୍ବରୁ ଆପଣ ବତୁରେଇ ଦେଇଥିବେ। ତା ସହିତ ଧନିଆ ପତ୍ର, ମୁଁ ଏଠି 4ଟା ରସୁଣ, ତା ସହିତ ଟିକେ ଅଦା ନେଇଛି। ଆଉ ଦେନ୍ ତା ସହିତ ଯେଉଁ ତେନ୍ତୁଲିକି ବତୁରେଇ ଦେଇଥିଲି ତାକୁ ମୁଁ ଏଠି ଆଡ଼୍ କରିଛି। ଆଉ ଏଥିରେ ଟିକେ ଲୁଣ ପକାଇକି ଆପଣ ଯଦି ଲଙ୍କା ଖାଇବା ପାଇଁ ଚାହୁଁଛନ୍ତି ଆପଣ କଞ୍ଚା ଲଙ୍କା ୟା ଶୁଖିଲା ଲଙ୍କା ଏଥିରେ ଆଡ଼୍ କରିପାରିବେ। ଦେଖନ୍ତୁ ଆପଣ ଏଠି ଆମର ବରା ଆଉ ଚଟଣି ପ୍ରସ୍ତୁତ ହେଇଯାଇଛି। କେତେ ସ୍ମୁଥ୍ ଆଉ କେତେ ସ୍କ୍ରଞ୍ଚି ହେଇଛି, ଭିତରୁ ବହୁତ ସ୍ମୁଥ୍ ହେଇଛି। ଆପଣମାନେ ନିଶ୍ଚିନ୍ତ ଘରେ ବନେଇକି ଖାଆନ୍ତୁ। ଆଉ ମୋ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ ନିଶ୍ଚିନ୍ତ କରିବେ। ଦେଖା ହେବ ନେକ୍ସଟ।